ଶୋଷରେ ଆଉଟୁ ପାଉଟୁ ଲୋକେ କିନ୍ତୁ ରାସ୍ତାରେ ଲହଡ଼ି ଖେଳୁଛି ପିଇବା ପାଣି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସଦର ବ୍ଲକ ଅନ୍ତର୍ଗତ ପ୍ରତାପ ରାମଚନ୍ଦ୍ରପୁର ପଞ୍ଚାୟତରେ। ଏହି ଅଞ୍ଚଳର ନୂଆ ଜଗନ୍ନାଥ ସଡ଼କ ସେତୁ ଉପରେ ସଂଯୋଗ ହୋଇଛି ଗ୍ରାମ୍ୟ ଜଳ ଯୋଗାଣ ପାଇପ୍ ଲାଇନ୍। ମାତ୍ର ପାଇପ୍ ଫାଟି ପାଣି ନଷ୍ଟ ହେଉଥିଲେ ବି ହାତ ଟେକି ବସିଛି ଜିଲ୍ଲା ପ୍ରଶାସନ। ତେବେ ଏ ସମ୍ପର୍କରେ ପଚାରିବାରୁ ପାଇପ୍ ଲାଇନ୍ ଏବଂ ଜଳକଷ୍ଟ ସମସ୍ୟା ସ୍ୱୀକାର କରିଛନ୍ତି ପ୍ରତାପ ରାମଚନ୍ଦ୍ରପୁର ସରପଞ୍ଚ ଦେବପ୍ରିୟ ଦାସ। 17-18 ବର୍ଷର ପାଇପ୍ ସେ ହେଲାଣି, ସେଇଟା ଧୀରେ ଧୀରେ କଳଙ୍କି ଲାଗିକି ନଷ୍ଟ ହେବା ପାଇଁ ନଷ୍ଟ ଅଲରେଡ଼ି ହେଇସାରିଲାଣି। ସେଇଟା 15 ଦିନ ତଳେ ଗୋଟେ ଲିକେଜ୍ ହେଇକରି ପାଣିଟା ସେଇଟା ଭାସୁଥିଲା, ସେଇଟା ମୁଁ ଲିକେଜଟାକୁ ସମାଧାନ କରିଦେଇଥିଲି। ୱେଲ୍ଡିଂ ବାଲାକୁ ଡାକିକି ମେକାନିକାଲ କରିଦେଇଥିଲି କମ୍ପ୍ଲିଟ୍। ଏବେ 2 ଦିନ ହେଲା ଆଉ ଗୋଟେ ଲିକେଜ୍ ହେଇଛି, ମୁଁ ଯୋଗାଯୋଗ କରିଥିଲି, ସେଇଟା ସେ କହିଛନ୍ତି ଆଜି ଆସି ତାକୁ ରିପେୟାର। ଖରାଦିନ ଟାଇମ୍ କଥା ଯେଉଁଟା କହିଲେ, ଆମର ଯେହେତୁ ପଞ୍ଚାୟତରେ ଓଭରହେଡ଼୍ ଟାଙ୍କିର ସମସ୍ୟା, ଓଭରହେଡ଼୍ ଟାଙ୍କି ଆମର ହେଇନି। ଆମେ ଗଭର୍ଣ୍ଣମେଣ୍ଟକୁ ବାରମ୍ବାର ବି ଜଣାଇଛୁ। ସେ କହିଛନ୍ତି ଯେ ବସୁଧା ପ୍ରୋଜେକ୍ଟ ଷ୍ଟାର୍ଟ ହେଇଯାଇଛି, ଷ୍ଟାର୍ଟ ହେଲା ପରେ ବସୁଧା ପ୍ରୋଜେକ୍ଟ ଯେଉଁ ମେଗା ପ୍ରୋଜେକ୍ଟ ଯେଉଁଟା କହୁଛନ୍ତି ସେଇଟା ପଞ୍ଚାୟତରୁ ଆମେ ପେମେଣ୍ଟ କରିଥିଲୁ ବି, ସେଥିପାଇଁ ମୋ ପୂର୍ବ ସରପଞ୍ଚ ଟାଇମ୍ରେ ସେଇଟା ଷ୍ଟାର୍ଟିଂ ହେଇଗଲାଣି ଅଲରେଡ଼ି, ପାଇପ୍ ବି ପଡ଼ିଯାଇଛି। ସେଇଟା ଯେବେ ବସୁଧା ପ୍ରୋଜେକ୍ଟ କମ୍ପ୍ଲିଟ୍ ହେବ ଏ ଜଳର ସ୍ଥାୟୀ ସମାଧାନ ହୋଇପାରିବ। ନଚେତ ଏଇଟା ଆମର ମାନେ ଯେଉଁ ମଟର ବୋରିଂ ହେଇକରି ପାଣି ସପ୍ଲାଏ ହେଉଛି, ଏଇଟା ସଫିସିଏଣ୍ଟ ପଞ୍ଚାୟତକୁ ଯୋଗାଇବା ସମ୍ଭବ ନୁହେଁ। ସେଥିପାଇଁ ଆମେ ଖରାଦିନ ମୋବାଇଲ ଭ୍ୟାନ୍ ମାଧ୍ୟମରେ ବି ଜଳ ଗାଁ ଗାଁକୁ ଆମେ ଯୋଗାଉଛୁ। ଜଳର ସମସ୍ୟା ଏଠି ଯେପର୍ଯ୍ୟନ୍ତ ଟାଙ୍କି ଓଭରହେଡ଼୍ ଟାଙ୍କି ନ ହୋଇଛି ସେ ପର୍ଯ୍ୟନ୍ତ ଜଳର ସମସ୍ୟା ଦୂରୀକରଣ ହୋଇପାରିବ ନାହିଁ। ସେହିପରି ଦୀର୍ଘ ଦିନରୁ ଲାଗି ରହିଥିବା ଏହି ଜଳ ସମସ୍ୟାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ସ୍ଥାୟୀ ସମାଧାନ ଦାବି କରିଛନ୍ତି ଅଞ୍ଚଳବାସୀ। ତାଙ୍କୁ ବି ସରପଞ୍ଚକୁ ବି ଏଠିକା ଲୋକ ବି ଜଣାଉଛନ୍ତି, ସିଏ ବି କହୁଛନ୍ତି ମୁଁ ଯାଇ ଉପରେ ଜଣାଉଛି, ସେମାନେ ଆକୁ କିଛି ଶୁଣୁନାହାନ୍ତି। ତାପରେ ଏଠି ଯେଉଁ ଅଛନ୍ତି ଆମର ପାଣି ଦେବା ପାଇଁ, ହଁ, ସିଏ ଆସିକରି ପ୍ରାୟ ତାକୁ ବନ୍ଧାବନ୍ଧି କରୁଛନ୍ତି। ସିଏ କହୁଛନ୍ତି ମୁଁ କ'ଣ କରିବି, ମୁଁ ତ ଖାଲି ପାଣି ଦେବା କଥା, ଆଉ ମୋର ଉପାୟ କ'ଣ, ଯେ ଏକୁ ସବୁ ସରପଞ୍ଚ ହେରିକା ସବୁ କରିବା କଥା, ତେଣୁ ସେ ଯଦି ନ କରିବେ ମୁଁ କ'ଣ କରିବି। ଯେ ଏମିତି ହେଇକି ଅନେକ ଦିନ ହେଲାଣି ଏମିତି ଅସୁବିଧା ହେଉଛି, ପାଣି ଯାଉଛି ଭାସିକିରି। ଏ ବିଷୟରେ କ'ଣ ଆଉ କହିବୁ, ଯେ ଯେଉଁମାନେ କରିବା କଥା ସେମାନେ ଦେଖିକିରି ବି ତ କିଛି ୟା ପାଇଁ କିଛି ଆକ୍ସନ୍ ନେଉନାହାନ୍ତି। ତେବେ ଖବର ପ୍ରସାରଣ ପରେ ପୁରୀ ପ୍ରଶାସନ ପ୍ରତାପ ରାମଚନ୍ଦ୍ରପୁରର ଜଳକଷ୍ଟ ଦୂର କରିବା ପାଇଁ କେତେ ଶୀଘ୍ର ଏବଂ କିପରି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ପୁରୀରୁ ମନୋଜ କୁମାର ପ୍ରଧାନଙ୍କ ରିପୋର୍ଟ, କଳିଙ୍ଗ ଟୁଡେ ଲାଇଭ୍।